ଜଗନ୍ନାଥ ସାଙ୍ଗମାନେ ସମସ୍ତଙ୍କୁ ଶୁଭ ସକାଳ। ସମସ୍ତଙ୍କୁ ଆଜିର ଦିନ ହସ ଖୁସିରେ ଭରି ଯାଉ। ଦୁଇ ଭାଇ ଯାକ କେମିତି ଶୋଇଛନ୍ତି ସକାଳୁ। ଟାଇମ୍ ଆସିକି 6ଟା ହେଲାଣି, ତଥାପି ଶୋଇଛନ୍ତି। ସ୍କୁଲ ନାହିଁ, ଶୋଇପଡ଼ିଛନ୍ତି ଦୁଇ ଭାଇ ଯାକ। ମୁଁ ତାଙ୍କୁ ଡାକୁଛି, ସେ ଉଠୁନାହାନ୍ତି। ସାନୁରେ ସାନୁ ଉଠୁ, ତୁ କୋଉଠି ଚା କରିକି ଦେଇଥାନ୍ତୁ ଟି। ଏଇ ସାନ ଉଠୁଛି, ଦେଖ ସାଙ୍ଗମାନେ। ଏ ପୁଅ ଉଠିଯା, ଉଠୁନୁ। ଚା କରିକି ଦବୁ ଟି। 4ଟାର 2ଥର ଡାକିଲି, ଉଠୁନୁ। ଗ୍ୟାସ୍ ନାହିଁ, ଦୋକାନ ବନ୍ଦ, ସଉଦା କେମିତି ଆଣିବା, ଖାଇବା କ'ଣ ସାଙ୍ଗମାନେ। ଗ୍ୟାସ୍ର ଯେଉଁ ପ୍ରୋବ୍ଲେମ୍, ଆଉ ଦୋକାନ 2 ଦିନ ହେଲା ବନ୍ଦ। ଚା ଦୋକାନଟା ନିହାତି ଚା ଦରକାର। ଗ୍ୟାସ୍ କେଜି ପିଛା ଖୁଚୁରା ଦୋକାନରେ 300 ଟଙ୍କା, ତଥାପି ମିଳୁନି। ଆଉ ସେଥିପାଇଁ ଦୋକାନଟା ବନ୍ଦ ହେଇଛି 2 ଦିନ ହେଲା। ଆଉ ଗ୍ୟାସ୍ ତ ମିଳୁନି, ଚା କେମିତି କରିବି। ଇଣ୍ଡକ୍ସନ୍ ଚୁଲା କିଛି କିଣା ହେଇନି, ପଇସା ପତ୍ର ଟିକେ ଅଭାବ ସକାଶେ। ଆମର ବି ଉଜ୍ଜ୍ୱଳା ଯୋଜନାରେ ବଡ଼ ଗ୍ୟାସ୍ ଆସୁଥିଲା। 2-3 ମାସକୁ ଥରେ ଗୋଟେ ଲେଖାଏଁ ଗ୍ୟାସ୍ ମୁଁ ଆଣେ। କିନ୍ତୁ ଯେହେତୁ ମୋ ସ୍ତ୍ରୀର ଡେଥ୍ ହେଇଗଲା, ଆଉ ଉଜ୍ଜ୍ୱଳା ଯୋଜନାରେ ଆସିଲାନି ଏଥରକ। ଯାହା ଭଗବାନଙ୍କର ଇଚ୍ଛା ଥିବ ତାହା ହିଁ ହେବ। ଏ ପୁଅ କବିରେ ଉଠିଯା, ଉଠୁନୁ। ଘର ଫର ଧୋଇବା ଉଠ, ଆଣ୍ଠି ହେଇଛି ସବୁ। ମା' ବି ସେଠି ପଡ଼ିଛି, ପାସ୍ ହେଇଯାଇଛି ନା କ'ଣ। ଉଠିଲୁ, ଉଠୁ ବାବା, ଉଠୁ ସବୁ। ଉଠିଯା। ବଡ଼ ପୁଅ ଉଠିଲା। ସାନ ବି ହେଇଛି, ଉଠିଲା, ମୁଡ଼ି ହେଉଛି। ଫଟୋ ଆଣ୍ଠିଏ କରିକି ଶୋଉଛନ୍ତି ଆଉ, ଗୁଳିଆ ଘଣ୍ଟା କରିକି। ଆଉ କ'ଣ କରିବା। ଏଇଟା କ'ଣଟା, ଏଇଟା କ'ଣଟା, ଏଇଟା କ'ଣଟା, ଉଠିଯା। ସାଙ୍ଗମାନେ, ଏଇ ମୋର ହସ ଖୁସିର ପରିବାରଟିଏ। 2ଟା ଛୋଟ ପୁଅ ଆଉ 90-92 ବର୍ଷର ବୋଉକୁ ଧରିକି ମୁଁ ଚଳୁଛି। ହାତରେ ରୋଷେଇବାସ କରିକି ଖାଉଛି। କ'ଣ କରିବା ସାଙ୍ଗମାନେ, ଭଗବାନ ତ ଗୋଟା ଭୟଙ୍କର ଦଣ୍ଡ ମୋତେ ଦେଇଗଲା, ଯେଉଁଟାକି ଏତେ ବଡ଼ ଆଘାତ ମୁଁ ପାଇଛି। ମରିବା ପର୍ଯ୍ୟନ୍ତ ବି ସେମିତି କଷ୍ଟରେ ରହିବି। ପିଲା 2ଟାଙ୍କ ମୁହଁକୁ ନେଇକି ଆଳୁ ଚକଟିକି ଭାତ ଖାଇଦେବୁ, ଆମେ ବଞ୍ଚିଯିବୁ। ସେଥିରେ କିଛି ଟେନସନ୍ ନାହିଁ ସାଙ୍ଗମାନେ। ଗୋଟିଏ ପ୍ରୋବ୍ଲେମ୍ ହେଉଛି, କରଜ କିଛି କରିଦେଇଛି ମେଡ଼ିକାଲ କେସ୍ରେ। କ୍ୟାନ୍ସର ଭଳିଆ ରୋଗକୁ ମୁଁ 2 ବର୍ଷ କାଳ ସଂଗ୍ରାମ କଲି। ସେଇଥିରେ ବହୁତ କିଛି ପ୍ରଦାନ କରିଦେଇଛି, ଲୋନ୍ ଫୋନ୍। ସେଇଗୁଡ଼ିକ ମୋ ପାଇଁ କାଳ ହୋଇଯାଇଛି। ବହୁତ କିଛି ସହିବାକୁ ପଡ଼ୁଛି, କିଛି ଲୋକଙ୍କଠୁ ବହୁତ କିଛି ଶୁଣିବାକୁ ପଡ଼ୁଛି। ଖାସ୍ କରି ପ୍ରାଇଭେଟ୍ ଲୋନ୍ ଯୋଉଗୁଡ଼ାଇ କରିଦେଇଛି, ସେଇଗୁଡ଼ିକ ମୋତେ ଆତକଣ୍ଠ କରିଦେଉଛନ୍ତି। ଜାଣିନି କେତେବେଳେ କ'ଣ ହେବ। ସହି ହେଉନି, ବହୁତ କିଛି
କହିଦେଇକି ଯାଉଛନ୍ତି ସେମାନେ ଦେଇଛନ୍ତି, ମୁଁ ବି ଆଣିଛି କିନ୍ତୁ ଦେବାର କାପାସିଟି ନା ପାଉନି, କାମ ଧନ୍ଦାକୁ ଯାଇପାରୁନି ଛୁଆକୁ ଛାଡ଼ିକି, ଘରେ ଗୋଟେ ବୁଢ଼ୀ ମାଆଟା ତାକୁ ଛାଡ଼ିକି। ମୁଠାଟା ଭାତ ଆଳୁ ଚକଟିକି ଖାଇଦେବି, କିନ୍ତୁ ଏ ଲୋନ୍ କର୍ଜ ଗୁଡ଼ାକ ମୁଣ୍ଡ ଉପରେ ଏତେ ରହିଛି ଯେ ସିଏ ବି ମୋ ଉପରେ ପ୍ରେସର, ମୋ ପିଲାଙ୍କ ଉପରେ ପ୍ରେସର, ସମସ୍ତଙ୍କ ଉପରେ ପ୍ରେସର। ଗାଁରେ ମୁହଁକୁ ଅନେଇଛି କେଉଁଦିନ ବଡ଼ ହବ ଦି ଭାଇଯାକ କରି ମୁଁ ଅନେଇକି ସବୁକିଛି ପଛରେ ପକାଇ ଦେଉଛି, ନହେଲେ ବଞ୍ଚିବାକୁ ଇଚ୍ଛା ନାହିଁ ଟୋଟାଲି। ଯେଉଁ ମୁଁ କର୍ଜ ଫର୍ଜ ଆଣିଛି, ଲୋକମାନେ ଯାହା କହୁଛନ୍ତି ବଞ୍ଚିବାକୁ ଇଚ୍ଛା ନାହିଁ, ହେଲେ ଏ ଛୁଆ ଦୁଇଟା ମୁହଁକୁ ଅନେଇକି ବଞ୍ଚିଛି। ଯେତେବେଳେ ହବାର ଥିବ ହବ। ଆପଣମାନଙ୍କୁ ଅନୁରୋଧ, ମୋ ଚ୍ୟାନେଲଟିକୁ, ୟୁଟ୍ୟୁବ୍ ଚ୍ୟାନେଲଟି ମୋର ଭରତ ରଣସିଂ ବ୍ଲଗ୍ସ, ଆପଣମାନଙ୍କୁ ଅନୁରୋଧ ଆଉ ନିବେଦନ, ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ସେଥିରେ ମୋ ପରିବାର, ମୋ ସ୍ତ୍ରୀ ଯାହା ଯାହା ହେଇଛି ମୁଁ ସବୁ ସେଥିରେ ଛାଡ଼ୁଛି, କିଛି କୌଣସି ଜିନିଷ ମୋର ଫେକ୍ ନାହିଁ। କି ଆଜିକାଲି ଯେଉଁ ଇଏ ପକାଇ ଦେଉଛନ୍ତି, ସିଏ ପକାଇ ଦେଉଛନ୍ତି, କ'ଣ କହୁଛନ୍ତି, ସିଏ ଗୋରା କଳା ଗୋରା ହେଇଯାଉଛି, ଭଲଟା ମନ୍ଦଟା ଖରାପ, ଭଲଟା ହେଇଯାଉଛି, ଏମିତି ସେସବୁ କିଛି ନାହିଁ ଆଜ୍ଞା। ମୋର ସବୁ ନ୍ୟାଚୁରାଲ୍ ଜିନିଷ, ମୋତେ ସେସବୁ ଆସେନି କି ଜଣା ନାହିଁ। ଆପଣମାନଙ୍କୁ ଗୁହାରି ବି କରିକି କହୁଛି, ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଗକୁ ବଢ଼ାନ୍ତୁ। ଆପଣମାନଙ୍କ ସାହାଯ୍ୟ ମୋତେ ଦରକାର। ଏତିକି କହିକି ରହୁଛି। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ମା ନମକାନୀ ବୁଢ଼ୀ, ଜୟ ମା ଦକ୍ଷିଣକାଳୀ, ବାବା ପଶ୍ଚିମ ଶମ୍ଭୁ। ସମସ୍ତଙ୍କୁ ଘଣ୍ଟ ଘୋଡ଼େଇ ରଖନ୍ତୁ, ମୋ ଭଳିଆ ଦୁଃଖ କଷ୍ଟ କାହାକୁ ନ ଦିଅନ୍ତୁ, ଏତିକି ମୋର ନିବେଦନ ରହୁଛି। ଜୟ ଜଗନ୍ନାଥ ଓ ଜୟ ଜଗନ୍ନାଥ କହୁଛି, ବଡ଼ପାଟିରେ କହୁନି, ଜୟ ଜଗନ୍ନାଥ ରହୁଛି।